ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ। ସର୍ବପ୍ରଥମ ଗୁରୁଦେବ ଗଣପତି ଏବଂ ଜଗଦମ୍ବାକୁ ପ୍ରଣାମ କରି ଆଜି ଆମେ ଆମର ପଞ୍ଚାଙ୍ଗ ସେସନ ଆରମ୍ଭ କରିବା। ପଞ୍ଚାଙ୍ଗ ସେସନ କ୍ରମରେ ଆଜି ଆମେ ପଢିବା ଅମୃତ ତିଥି ଯୋଗ ଏବଂ ଯୋଉ ଯୋଉ ଗୁଡାକ ତ୍ୟାଯ୍ୟ ସେଗୁଡାକ ଆମେ ସିରିଏଲି ପଢିବା। ଏଇ ତିଥିର ଯୋଉ ବାକି ପାର୍ଟସ ଗୁଡାକ ରହିଯାଇଛି ସେଗୁଡାକ ସରିଗଲା ପରେ ତ ଚାଲନ୍ତୁ ଆମେ ଆରମ୍ଭ କରିବା। ଆଜି ଆମେ ପଢିବା ଅମୃତ ତିଥି ଯୋଗ। ଅମୃତ ତିଥି ଯୋଗ ଜେନେରାଲି ବାର ଏବଂ ତିଥିର ମିଶ୍ରଣରେ ସୃଷ୍ଟି ହୁଏ। ଆମେ ସର୍ବପ୍ରଥମେ ବାର ଗୁଡା ଲେଖିଦବା। ରବି, ସୋମ, ମଙ୍ଗଳ, ବୁଧ, ଗୁରୁ, ଶୁକ୍ର, ଶନି। ରବିବାରରେ ଯଦି ନନ୍ଦା ତିଥି ପଡେ, ଚନ୍ଦ୍ରବାରରେ ଯଦି ଭଦ୍ରା ତିଥି ପଡେ, ମଙ୍ଗଳବାରରେ ଯଦି ନନ୍ଦା ତିଥି ପଡେ, ବୁଧବାର ଦିନ ଯଦି ଜୟା ତିଥି ପଡିଲା, ଗୁରୁବାର ଦିନ ଯଦି ରିକ୍ତା ତିଥି ପଡିଲା, ଶୁକ୍ରବାର ଦିନ ଯଦି ଭଦ୍ରା ତିଥି ପଡିଲା, ଆଉ ଶନିବାର ଦିନ ଯଦି ପୂର୍ଣ୍ଣା ତିଥି ପଡିଲା, ତାହେଲେ ଆକୁ କୁହାଯିବ ଅମୃତ ତିଥି ଯୋଗ। ତାହେଲେ ନନ୍ଦା ତିଥି କୋଉ ଗୁଡାକ ନା ପ୍ରଥମ ବା ପ୍ରତିପଦା, ଷଷ୍ଠୀ, ଏକାଦଶୀ। ଠିକ ଅଛି। ଭଦ୍ରା ସେମିତି କଣ ନା ଦ୍ଵିତୀୟା, ସପ୍ତମୀ, ଦ୍ୱାଦଶ। ଏଇଟା ମଙ୍ଗଳବାର ଦିନ ସେମିତି ତୃତୀୟା ପ୍ରତିପଦ ବା ନନ୍ଦା ତିଥି ନା, ଷଷ୍ଠୀ, ଏକାଦଶୀ। ଷଷ୍ଠୀ ଏକାଦଶୀ। ବୁଧବାର ଦିନ ଜୟା ତିଥି ପଡିଲା, ତୃତୀୟା ତୃତୀୟା, ଅଷ୍ଟମୀ, ତ୍ରୟୋଦଶୀ। ରିକ୍ତା ତିଥି ପଡିଲା ଗୁରୁବାର ଯଦି ଚତୁର୍ଥ ଚତୁର୍ଥୀ, ନବମୀ, ଚତୁର୍ଦଶୀ। ଭଦ୍ରା ତିଥି ପଡିବ ଯଦି ଶୁକ୍ରବାର, ଦ୍ଵିତୀୟା, ଦ୍ୱାଦଶୀ। ସପ୍ତମୀ, ଦ୍ୱାଦଶୀ। ଶନିବାର ପୂର୍ଣ୍ଣିମା ତିଥି ପଡିଲା ମାନେ ପଞ୍ଚମୀ, ଦଶମୀ, ପୂର୍ଣ୍ଣିମା ବା ଅମାବାସ୍ୟା। ଠିକ ଅଛି। এই ଅମୃତ ତିଥି ଯୋଗ ଯୋଉ ହୁଏ ସେଇଟାକୁ ମନେ ରଖିବା ପାଇଁ ଏଇଟା ଗୋଟେ ଟେବୁଲ ଦିଆଗଲା। ଏଇ ଟେବୁଲ ହିସାବରେ ଆପଣ ମାନେ ଜାଣିପାରିବେ ଯେ ଅମୃତ ତିଥି ଯୋଗ କାହାକୁ କୁହାଯାଏ। ମୁଁ ମୂଳରୁ କହିଛି ଯେ ଏଇ ତିଥିରେ ଯଦି କୌଣସି କାମ କରାଯାଏ ସେଇଟା ଅସ୍ପିସିୟସ୍ ମାନେ ମଙ୍ଗଳ ରହେ ଏବଂ ବ୍ଲେସିଂସ ମିଳେ। ଠିକ ଅଛି। ଏଗୁଡାକ କୋଉ କୋଉ କାମରେ ହୁଏ? ଜେନେରାଲି ଏଇଟା ପଜିଟିଭ ପୌଷ୍ଟିକ କର୍ମରେ ୟୁଜ କରାଯାଏ। ମୁଁ ଗୋଟେ ସିମ୍ପଲ ଏକ୍ଜାମ୍ପଲ ଦେବାକୁ ଚାହୁଁଛି। ଧର ଗୁରୁବାର ଦିନ ରିକ୍ତା ତିଥି ପଡିଲା,
ସେଦିନ ଭଗବାନ ଶ୍ରୀ ଗଣେଶଙ୍କର କୌଣସି ମନ୍ଦିର ପ୍ରତିଷ୍ଠା ହଉଛି, ତାହେଲେ ସେଇଟା ଅମୃତ ତିଥି ଯୋଗରେ ଭଗବାନ ଗଣପତିଙ୍କର ପ୍ରତିଷ୍ଠା କରାଯାଉଛି। ଯଦିଓ ରିକ୍ତା ତିଥିର କୌଣସି ପୌଷ୍ଟିକ କର୍ମ କରାଯାଇ ପାରିବ ନାହିଁ, ତଥାପି ଯେହେତୁ ଚତୁର୍ଥ ତିଥିର ଦେବତା ଭଗବାନ ଶ୍ରୀ ଗଣେଶ ହେଇଥାନ୍ତି, ତାହେଲେ ସେଇ ରିକ୍ତା ତିଥି ଯଦି କୌଣସି ଗୁରୁବାର ଦିନ ପଡିଲା, ତାହେଲେ ସେଟା ଅମୃତ ତିଥି ଯୋଗ ହବ ଏବଂ ବହୁତ ହି ଶୁଭକର ହବ। ଏବଂ ଯୋଉମାନେ ମନ୍ଦିର ପ୍ରତିଷ୍ଠା କରିବେ ଶ୍ରୀ ଗଣେଶଙ୍କର, ତାଙ୍କୁ ବହୁତ ପ୍ରକାର ଆଶୀର୍ବାଦ ମିଳିବ। ଏମିତି ବହୁତ ପ୍ରକାର ଏକ୍ଜାମ୍ପଲ ଗୁଡିକ ରହିଛି, ଆମେ ସେ ଏକ୍ଜାମ୍ପଲ ପଛରେ ପରେ ଯିବା। ଆପଣଙ୍କୁ ଜଷ୍ଟ ଯୋଉଗୁଡାକୁ ମୁଁ ବେସିକ୍ସ ଗୁଡା ପଢୁଛି, ଆପଣ ଏଗୁଡାକୁ ଦୟାକରି ମନେ ରଖନ୍ତୁ। ତ ଆଜିର ଏଇ ସେସନରେ ଆମେ ଜାଣିଲେ ଅମୃତ ତିଥି ଯୋଗ କାହାକୁ କୁହାଯାଏ ଆଉ ତାର ଉପାଦେୟତା କଣ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।